ସୁଭଦ୍ରା ଯୋଜନାକୁ ନେଇକରି ଆସିଲା ବଡ଼ ଖୁସି ଖବର। ଦେଖନ୍ତୁ ସୁଭଦ୍ରା ଯୋଜନାରେ ଯେତେ ବି ମହିଳା ଅଛନ୍ ନୂଆ ଆବେଦନ କରିଛନ୍ କି ଯେଉଁମାନେ ବି ଯେନ୍ ମହିଳାମାନେ ବି ଏନ୍ଏଫ୍ସି ଅଛେ ଯେଉଁଟା ଯେଉଁ नो एनएफसी अच्छे ସେଇଟା ଏହି ଭିଡ଼ିଓ ମାଧ୍ୟମରେ ହିଁ ଜାଣିବା। ଦେଖନ୍ତୁ ସୁଭଦ୍ରା ଯୋଜନାର ଯେଉଁ ରିଜେକ୍ଟ ହେଇଯାଇଛି କି ଦେଖନ୍ତୁ କୌଣସି ରାସନ କାର୍ଡ଼ ତରଫରୁ କଟିଯାଇଛି କି କୌଣସି ଯେଉଁ ଝିଅ ପିଲା ଯେ ଏବେ 21 ବର୍ଷ ହେଲା ପରେ ଯେଉଁ 22 ବର୍ଷ ପରେ ଯେଉଁ ଆପ୍ଲାଏ କରିଛନ୍ତି ସେଇମାନଙ୍କ ପାଇଁ ଏହି ଭିଡ଼ିଓ ଦେଖନ୍ତୁ। ସମସ୍ତଙ୍କ ପାଇଁ ଏହି ଭିଡ଼ିଓ ଆପଣମାନଙ୍କ ଲାଗି ନେଇକରି ଆସିଛୁ ସୁଭଦ୍ରା ଯୋଜନାରୁ। ଦେଖନ୍ତୁ ଆପଣମାନେ ଯେତେ ବି ମହିଳା ଅଛନ୍ ସମସ୍ତଙ୍କ ପାଇଁ ଏ ଭିଡ଼ିଓ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ହିଁ ଜାଣିପାରିବେ। ଦେଖନ୍ତୁ ଫାର୍ଷ୍ଟ ସେକେଣ୍ଡ ଯେଉଁ ଅଛି ଆପଣମାନେ ଜାଣିଥିବେ ଯେତେ ବି ମହିଳା ଅଛନ୍ ସେହି ମହିଳାମାନଙ୍କ ପାଇଁ ଦେଖନ୍ତୁ ଆବେଦନ କରିଥିଲେ ସେମାନେ ଦେଖନ୍ତୁ ଯଦି ବି ଆପଣମାନେ ସ୍କଲାରସିପ୍ ପଇସା ପାଇଥିବେ ତ ଆପଣଙ୍କ ରିଜେକ୍ଟ ହେଇପାରେ। ସେଥିର୍ଲାଗି ଦେଖନ୍ତୁ ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ହିଁ ଆପଣଙ୍କୁ କହିଦେବୁ ଯେ ଆପଣମାନେ ପାଇବେ କି ନେଇ ପାଇବେ। ଯେ ଚାଲନ୍ତୁ ଦେଖିବା ଏହି ଭିଡ଼ିଓ ମାଧ୍ୟମରେ ହିଁ ଆପଣଙ୍କୁ ପାଖକୁ ନେଇକରି ଆସିଛୁ ସୁଭଦ୍ରା ଯୋଜନାର ସବୁ ତଥ୍ୟ। ଦେଖନ୍ତୁ ଏହି ଭିଡ଼ିଓରେ ଯେତେ ବି ମହିଳା ଅଛନ୍ ସବୁ ମହିଳାଙ୍କ ପାଇଁ ଏ ଭିଡ଼ିଓ ନେଇକରି ଆସିଛୁ। ଆପଣମାନେ ଏ ଭିଡ଼ିଓ ଦେଖି ସାରିଲା ପରେ ହିଁ ଜାଣିବେ। ସରକାର ତରଫରୁ ଦେଖନ୍ତୁ ଯେଉଁ ଘୋଷଣା ଆସିଥିଲା ଆପଣମାନେ ଯଦି ଆପଣଙ୍କ ମାଆ ଘରୁ କି ବାପା ଦେଖନ୍ତୁ ମାଆ ଘର ଯଦି ରାସନ କାର୍ଡ଼ରେ ନାଁ ଅଛି ତ ଆପଣମାନେ କାଟି ଦେଇକରି ଆପଣଙ୍କ ଶାଶୁ ଘରେ ଯଦି ଏଡ଼୍ କରବାର ଅଛି ଥିଲା ତ ଆପଣମାନେ କରିଦେଇଛନ୍ତି। ଆପଣଙ୍କ ଶାଶୁଘର ରାସନ କାର୍ଡ଼ରେ ନାଁ ଆସିଯାଇଛି ତ ଆପଣଙ୍କ ସୁଭଦ୍ରା ଯୋଜନାର ପଇସା ଆସିବ। ଆଉ ଆପଣଙ୍କ ଯଦି ନାଁ ଆସିନାହିଁ ଆପଣଙ୍କ ନାଁ ସେଇ ରାସନ କାର୍ଡ଼ ତାଲିକାରେ ନାହିଁ ତ ଆପଣଙ୍କ ନନ୍ ଏଫେସ୍ ଲିଖବା। ଦେଖନ୍ତୁ ଆପଣମାନଙ୍କୁ ସେଇଥିପାଇଁ ଆପଣମାନେ ଏହି ଭିଡ଼ିଓ ଦେଖିଲେ ହିଁ ଜାଣିବେ କେମିତି ସେଇଟା ଅଛି। ଆପଣମାନେ କେମିତି ଜାଣିବେ এই ଭିଡ଼ିଓ ଦେଖନ୍ତୁ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ କିସ୍ତି ପାଇଲା ପରେ ବି ଲୋକ ଚତୁର୍ଥ କିସ୍ତି ବେଲେ ସେମିତି ପ୍ରୋବ୍ଲେମ୍ ହେଇଥିଲା। ସେଥିପାଇଁ ଦେଖନ୍ତୁ ପଞ୍ଚମ କିସ୍ତିରେ କେମିତି ଆପଣମାନେ ସେହିଟି ନ ହେବେ ସେଥିପାଇଁ ଏ ଭିଡ଼ିଓ ନେଇକରି ଆସିଛୁ। ଦେଖନ୍ତୁ ଦେଖିପାରିବେ। ଦେଖନ୍ତୁ एनएफसी और देखो नो एनएफसी कंप्लीट बायोमेट्रिक अप्रूव यहीटा मतलब काना जे देखो इकेवाईसी प्रकार स्थिति वर्षक देखो यहीटा आपण मैंने बायोमेट्रिक जो अच्छी देखो आपण मानक ए वीडियो नहीं अच्छे देखो एनएफसी कंप्लीट बायोमेट्रिक अप्रूव्ड जानवे आपण मैंने केमिति जानवे जे चलते देखा जदि आपणक जदि कौनसी कारणरू आपणक जदि रिजेक्ट हो जाइछि आपणक जदि राशन कार्ड जदि कटि जाइछि कि आपणक माँ घरे थिला जदि आपणक शाशु घरे जदि आपणक जदि ना काटी करी जदि ऐड करिछन जदि आसी जाइछि तो आपणक पैसा मिलिबो। जदि न आसीछि तो आपणक रिजेक्ट हो जीवन राशन कार्ड का पाई। देखंतु जार राशन कार्ड अच्छे से राशन कार्ड तरफ सेटा मिलूची और जार राशन कार्ड नहीं न से भी मिलूची। देखंतु एठी देखंतु नॉन एनएफए कंप्लीट बायोमेट्रिक अप्रूव फी अच्छी। देखंतु एटा जार राशन कार्ड नहीं न से मनकर अप्रूव होइछि। देखंतु आपण मैंने जदि राशन कार्ड थाई करी भी एमिति नॉन एफसे लिखिछि तो आपण मैंने जानबे जे आपणक किछि आपणक जदि भूल अच्छी आपण मैंने केमिति जानबे सेटा आपणक ब्लॉक तरफ को जंतु सुभद्रा ऑफिस को आपण मैंने सही थी आपण मैंने ग्रीवेंस दे पारिबे कंप्लेन करि पारिबे। आपण मैंने ऑनलाइन द्वारा करंतु नहीं ऑनलाइन करले ही आपणक मेसेज आसीଯିव सक्सेसफुल बोली करी अप्रूव्ड बोली करी आपणक फिर रिजेक्ट हो जीवो आपणक पाखकू पैसा आसीबनी। सेतिपई आपण मानकू कहि दउछु जे आपणक ब्लॉक तरफ को जाऊ आ सेठी से सुभद्रा योजनार जो व्यक्ति अच्छे से व्यक्ति को आपण मैंने देखंतु यही ब्लॉक तरफ रू आपण मैंने सेठी अभियोग करंतु आपण मानको कौन सरकार तरफ रू भूल भाल ठैजे कि तमर तरफ रू हेजे जे आपण मैंने सेठी आपणक तथ्य दियंतु आपण मैंने सेतिपई आपण मैंने रखंतु। देखंतु ए वीडियो आपणक लागि लेगुर आइछु। जदि वीडियो भल लागिछि सब्सक्राइब
ଲାଇକ୍ ସେୟାର କରନ୍ତୁ ଆଉ ଆମ ଭିଡ଼ିଓ ଦେଖିବା ପାଇଁ ଆପଣମାନେ ସବସ୍କ୍ରାଇବ୍ କରି ଅଲ୍ ଘଣ୍ଟି ବଟନ୍ ଦବାନ୍ତୁ। ଦେଖନ୍ତୁ ଆଗକୁ ଯେତେ ବି ଆସିବ ଭିଡ଼ିଓ ସୁଭଦ୍ରା ଯୋଜନାର ଯେଉଁ ପଞ୍ଚମ କିସ୍ତି ଏହି ରକ୍ଷାବନ୍ଧନରେ ଆସିବାରକେ ଯାଉଛି, ଚାଲନ୍ତୁ ଦେଖିବା। ଆପଣଙ୍କ ଯେମିତି କେତେ ମହିଳା ଯଦି କେତେ ଝିଅ ପିଲା ଏବେ ଅନଲାଇନ୍ ଯେଉଁ କରିଥିଲେ ଦେଖନ୍ତୁ ସେମାନଙ୍କର ବି ରିଜେକ୍ଟ ହେଇଯାଇଛି। ଆଉ ଦେଖନ୍ତୁ ସେମାନଙ୍କୁ କ'ଣ ପାଇଁ ରିଜେକ୍ଟ ହେଇଛି, କେମିତି ରିଜେକ୍ଟ ହେଇଛି ଯେ ଏ ଭିଡ଼ିଓ ମାଧ୍ୟମରେ ହିଁ ଆପଣଙ୍କୁ କହିଦେବୁ। ଦେଖନ୍ତୁ ଏହି ନନ୍ ଏଫ୍ ଆର୍ ଏନ୍ ଏଫ୍ ସେ ଏହି କମ୍ପ୍ଲିଟ୍ ବାବଦରେ ଆପଣଙ୍କୁ କେମିତି KYC ତଥ୍ୟ ସ୍ଥିତି କେମିତି ଜାଣିବେ ଶୀଘ୍ର ଆପଣମାନେ ଜାଣିପାରିବେ। ଦେଖନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ହିଁ ଆପଣଙ୍କୁ କହିଦେବୁ ସେଇଟା କାରଣ ପାଇଁ ଆପଣଙ୍କ ସେମିତି ହେଉଛି। ଦେଖନ୍ତୁ ଯେତେ ବି ଆପଣଙ୍କ ଯେଉଁ ନନ୍ NFA ଅଛି ସେଇଟା କମ୍ପ୍ଲିଟ୍ କେମିତି ବାୟୋମେଟ୍ରିକ୍ ଆପ୍ରୁଭ୍ ଦେଖାଉଛି ସେଇଟା ଦେଖନ୍ତୁ। ଯାହାର ମୂଲ୍ୟରୁ ରାସନ କାର୍ଡ଼ ନେଇନ ସେଇଟା ସରକାର ତରଫରୁ ସେମାନେ ସେଇଟା କରିଦେଇଛନ୍ତି। ଆଉ ଯାହାର ରାସନ କାର୍ଡ଼ ଥାଇକରି ଯଦି ରାସନ କାର୍ଡ଼ରେ ନାଁ କଟେଇଛ କି ନାଁ ଆଡ଼୍ କରିଛ ଆପଣଙ୍କ ହେଇନାହିଁ, ତ ସେଥିର୍ଲାଗି ଆପଣଙ୍କ ନନ୍ NFA ଲିଖି ଆସେ। ଦେଖନ୍ତୁ ସେଇଟା ମତଲବ ଆପଣଙ୍କ ଯଦି କିଛି କାରଣରୁ ଆପଣଙ୍କ ନନ୍ NFA ଆସୁଛି ତ ଆପଣଙ୍କ ପଇସା ଅଟକି ଯାଇପାରେ। ଦେଖନ୍ତୁ ସେଥିର୍ଲାଗି ଆପଣମାନେ ସେଇଟା ଆପଣମାନେ ଯଥାଶୀଘ୍ର ଜଲ୍ଦି ଚେକ୍ କରନ୍ତୁ ଆପଣଙ୍କ ଆପ୍ରୁଭ୍ ହେଇଛି କି ନାହିଁ। ଆପଣ କେମିତି ଜାଣିବେ ଆପଣଙ୍କ 100%ରେ ଅଛି କି କେମିତି ଅଛି, ଆପଣ କେମିତି ଜାଣିବେ ଆକ୍ଟିଭ୍ ଅଛି କି ନାହିଁ। ଆପଣ ଦେଖନ୍ତୁ ଯେଉଁ ପଞ୍ଚମ କିସ୍ତି ଆସିବାକେ ଯାଉଛି ସେଇଟା ଦେଖନ୍ତୁ ଆପଣମାନେ କେମିତି ଜାଣିବେ। ଆର୍ଥିକ ବର୍ଷ କିସ୍ତି ସ୍ଥିତି ପ୍ରକାର ତାରିଖ ବ୍ୟାଙ୍କ ଦେଖନ୍ତୁ ଏଇଟା ଦେଖନ୍ତୁ ଆପଣମାନେ ଜାଣିବେ ଯେ 24-25 ଯେଉଁ ଅଛି ଆକ୍ଟିଭ୍ ଯେଉଁ ଲେଖା ହେଇଛି ଦେଖନ୍ତୁ ଆପଣମାନେ ଏଇଟା କ'ଣ ଯୋଗ୍ୟ ସ୍ଥିତି ଆପଣମାନେ ସେଇଟା ଜାଣିଥିବେ। ଆପଣଙ୍କ DVD ଯଦି ଲିଙ୍କ ଅଛି ତ ଆପଣଙ୍କ ଆକ୍ଟିଭ୍ ଦେଖାଇବ, ଆପଣମାନେ ଜାଣିବେ ଯେ ଆପଣଙ୍କ ଆକ୍ଟିଭ୍ ଅଛି ଆପଣମାନେ ପାଇବେ। ଦେଖନ୍ତୁ ଯେତେ ବି ମହିଳା ଅଛନ୍ତି ସବୁ ମହିଳାଙ୍କ ପାଇଁ ଏ ଭିଡ଼ିଓ ଆପଣମାନଙ୍କ ପାଇଁ ଏ ନନ୍ NFA ମତଲବ କ'ଣ ଯେ ଆପଣମାନେ ଜାଣିପାରିବେ। ଆଉ ଆପଣମାନଙ୍କ ପାଇଁ ଏ ଭିଡ଼ିଓ ଦେଖନ୍ତୁ ଦେଖନ୍ତୁ ଏଇଠି ଯେଉଁ ଲେଖା ଯାଇଛି ଆପଣଙ୍କ ନାଇଁ ଦେଖନ୍ତୁ NFA କମ୍ପ୍ଲିଟ୍ ବାୟୋମେଟ୍ରିକ୍ 100% NFS କମ୍ପ୍ଲିଟ୍ ବାୟୋମେଟ୍ରିକ୍ ରିଜେକ୍ଟ। ଏଥିର କାରଣ ହେଉଛି ଆପଣଙ୍କୁ ଯେଉଁ ସ୍କଲାରସିପ୍ ଯେଉଁ ମିଳିଛି ସେହି ଝିଅ ପିଲାମାନଙ୍କୁ ଦେଖନ୍ତୁ କଲେଜ ପଢ଼ିଲା ପରେ ଯେଉଁ କଲେଜ ପରେ ଦେଖନ୍ତୁ ଆପଣଙ୍କୁ ଯଦି ସ୍କଲାରସିପ୍ ମିଳିଛି ସ୍କୁଲ ତରଫରୁ ଏହି ଫାଇନାନ୍ସ ଇନଷ୍ଟିଟ୍ୟୁସନ୍ ଯଦି ଦେଖନ୍ତୁ ଆପଣଙ୍କୁ ଏହି ସ୍କଲାରସିପ୍ ମିଳିଥିବ ତ ଆପଣମାନଙ୍କୁ ଏହି କାମ କରିବାକୁ ପଡ଼ିବ। ଦେଖନ୍ତୁ ଆପଣଙ୍କ ବ୍ଲକକୁ ଯାଆନ୍ତୁ, ଦେଖନ୍ତୁ ସେତେବେଳେ ଆପଣଙ୍କୁ 18,000 ନ ମିଳିଥିଲା ସେତେବେଳେ 10,000 ଟଙ୍କା ମିଳୁଥିଲା ସ୍କଲାରସିପ୍। ଆପଣମାନେ ଦେଖନ୍ତୁ ଯଦି ଆପଣଙ୍କ ବ୍ଲକ ତରଫକୁ ଯାଇ ସେଇଟା କରିବେ ତ ଆପଣଙ୍କୁ ଦେଖନ୍ତୁ ବ୍ଲକରୁ କ'ଣ ଆପଣମାନେ କରନ୍ତୁ। ଦେଖନ୍ତୁ କ'ଣ ହେବ ଯେ ଆପଣଙ୍କ ଯଦି ସକ୍ସେସଫୁଲ୍ ହେବ କି ରିଜେକ୍ଟ କରିବେ ଫେରକା ଆପଣମାନେ